জয় জগন্নাথ জয় জগন্নাথ জয় জগন্নাথ। শ্রীকৃষ্ণ গোবিন্দ হরে মুরারি হে নাথ নারায়ণ বাসুদেব হে নাথ নারায়ণ বাসুদেব। প্রথম সত্যযুগ, তাপরে দ্ୱାପର, ତାପରେ ତ୍ରେତୟା, ତାପରେ କଳି। ହେଲା ଚାରିଟା ଯୁଗ। ସମସ୍ତେ କହୁଛନ୍ତି ବା ବର୍ତ୍ତମାନ ପ୍ରଚାର ହେଉଛି, କିନ୍ତୁ ଯୁଗ ଚାରିଟା ନୁହଁ। ଯଦି ଚାରିଟା ଯୁଗ 32 ଅବତାର ଆଇଲା କେଉଁଠି ତା ଭିତରେ? ଚାରି ଯୁଗ ତ 32 ଅବତାର ହେଇପାରିବନି। ଗୋଟିଏ ଯୁଗରେ ପ୍ରଭୁ ଦୁଇଥର ଅବତାର ନେଇଛନ୍ତି ନା ଗୋଟିଏ ଅବତାର। ଥରେ ହେଲେ କୃଷ୍ଣ ଅବତାର, ଥରେ ହେଲେ ରାମ ଅବତାର, ଥରେ ହେଲେ ଇଏ ଜଗନ୍ନାଥ ଅବତାର। ଆଚ୍ଛା, 32 ଅବତାର ନେଇଛନ୍ତି ତା ଭିତରେ। ଆମର ପ୍ରମାଣ ଅଛି, ପୃଥ୍ୱୀ ପୁରାଣ ପ୍ରମାଣ ଦେଉଛି। କିନ୍ତୁ 32 ଅବତାର 32ଟା ଯୁଗ ହୋଇଥିବ। ଯୁଗର ସଂଖ୍ୟା 32। 32 ଯୁଗରୁ ଆଇଲା ଅଧା ହେଲା 16। 16 କ'ଣ ନା ଯୁଗ ପରିବର୍ତ୍ତନ ହେଲା କ'ଣ? ଅବତାର ହେଲେ 32, ତାଦେହରୁ ଅବତାର ହେଲେ 16। ଅବତାର ଅବତାରୀ ଭିତରେ ଫରକ ଅଛି। ଯେମିତି ନାରୀ ପୁରୁଷ ଭିତରେ ଫରକ ଅଛି, କିନ୍ତୁ ଅବତାର ଅବତାରୀ ଭିତରେ ଫରକ ବହୁତ ଅଛି। ସେ 16ରୁ ଫେରିଲା କ'ଣ? 10 ଅବତାର ହେଇଗଲେ। ଇଏ ସ୍ୱତନ୍ତ୍ର ଅବତାର ହେଲେ। 10 ଅବତାରରେ 22 ଗୋଡ଼ ହେଲା। 10 ଅବତାର ଭିତରେ 22ଟା ଗୋଡ଼ ଅଛି ଆଜ୍ଞା ଠାକୁରଙ୍କର। 10 ଅବତାର 20 ଗୋଡ଼ ନାହିଁ କି 21 ଗୋଡ଼ ନାହିଁ, କିନ୍ତୁ 22ଟା ଗୋଡ଼ ଅଛି। କାରଣ ଏଇଠି ହିସାବ କରି ଦେଖନ୍ତୁ, ରାମ ଅବତାର 2 ଗୋଡ଼, ବରାହ ଅବତାର 4 ଗୋଡ଼, ବାମନ ଅବତାର 3 ଗୋଡ଼, ସବୁ ଅବତାର 2 ଅଛି, କଳିକ ଅବତାର 6 ଗୋଡ଼ ଅଛି। ଏମିତି ମିଶ୍ରଣ ଗୋଡ଼ ସଂଖ୍ୟା ହେଉଛି ଆପଣ 22। 22 ଗୋଡ଼କୁ 22 ପାହାଚ କଲେ ଜଗନ୍ନାଥ। 22ଟା ଯେଉଁ ପାହାଚ ଅଛି 22 ଗୋଡ଼ରୁ ଆରମ୍ଭ ହୋଇଛି, ଯାହାକି ପାଲାବାଲା ପରମାନନ୍ଦ ଶରଣ କହନ୍ତି। 22 ପାହାଚରେ କିନ୍ତୁ ବର୍ତ୍ତମାନ ଗଣତିରେ ଆପଣ ଯାଉଛନ୍ତି 19 ପାହାଚ, ଆଉ 3ଟା ପାହାଚ ଗୋପନ ଅଛି। ଗୋପନ କ'ଣ ନା ଆପଣଙ୍କର ଆନନ୍ଦ ବଜାର ଦେଇଗଲେ ସେ 3ଟା ପାହାଚ ପଡ଼ିବ। ସିଧା ପଶିଲେ, ନାକଚଣା ଦେଇ ପଶିଲେ 22 ପାହାଚ ପଡ଼ିବନି। ଆପଣ କେତେବେଳେ ପୁରୀ ଗଲେ ଗଣିବେ, ସିଧା ଉଠିଯିବେ 22 ପାହାଚ ପଡ଼ିବନି। ନାକ ଯିଏ ଆନନ୍ଦ ବଜାର ବାଟେ ଯିବ ସେ 22, କାରଣ ଜଗନ୍ନାଥ ରଥକୁ ଆସନ୍ତି ଆନନ୍ଦ ବଜାର ଭିତରେ ଦେଇକି ଆସନ୍ତି। ସିଏ ହିଁ କେବଳ 22 ପାହାଚରେ ଆସନ୍ତି। ଆଉ 2 ଠାକୁର ଆସନ୍ତିନି, ସୁଦର୍ଶନ ଆସନ୍ତିନି 22 ପାହାଚ। ଆଉ ସମସ୍ତେ ଆସନ୍ତି 19 ପାହାଚ, ଜଗନ୍ନାଥ ଆସିବେ 22 ପାହାଚ। ଏଇଟା କେତେବେଳେ ପୁରୀ ଗଲେ ଆପଣ ନିଜେ ସେମାନଙ୍କୁ ପଚାରି ବୁଝିବେ। ଜାଣିବାକୁ ଚାହିଁବା ଯେ ଏଇଠି ଯେଉଁ 16 ଅବତାର ପୁଣି ଅବତାରୀ ଏଇ ଜାଗାରେ ଟିକେ କନଫ୍ୟୁଜ, ସେଇ ଜିନିଷଟା ଟିକେ ସମ୍ପୂର୍ଣ୍ଣ। ଅବତାର ହେଲେ ରାମ ହେଲେ ଅବତାର, ନିଜେ ନିରାକାର ବିଷ୍ଣୁ ରାମ ରୂପ ଧାରଣ କରିନଥିଲେ। ଅବତାରୀ ପୁରୁଷ ଜଣକୁ ଆଜ୍ଞା ଦେଇଥିଲେ, ତୁ ଯା ଏ କାର୍ଯ୍ୟଟି କରିବୁ। ଖାଲି ସର୍ଟକଟ୍ରେ ମୁଁ ଆପଣଙ୍କୁ କହୁଛି, ଯେତେବେଳେ ରାମଚନ୍ଦ୍ର ରାବଣକୁ ମାରିଲେ ତାଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଲା। ଦୋଷ ଲାଗିବା ପରେ ସିଏ ଗଲେ କେଉଁଠି? ନିରାକାର ବିଷ୍ଣୁ କତିକି, ଯିଏକି କ୍ଷୀରଦୀ ସାଗରରେ ଶୟନ କରିଛନ୍ତି। ନିରାକାର ବିଷ୍ଣୁ କତିକି ଯିଏ ଯିବ, ସିଏ ହିଁ ନାରୀ ବେଶ ଧାରଣ କଲେ ଯିବ, ପୁରୁଷ ବେଶରେ ଯାଇପାରିବନି। ସେଠି ପୁରୁଷଙ୍କର ଆଲାଉ ନାହିଁ, କାହିଁକିନା ସେ ନିରାକାର। ଆକାର ନାହିଁ, ବିକାର ନାହିଁ, କିଛି ନାହିଁ, ଅଣ୍ଡି ନାହିଁ, ଅଣ୍ଡ ନାହିଁ, କିଛି ନାହିଁ ତାଙ୍କର। ସେ ନୁହେଁ ନାରୀ, ନୁହେଁ ପୁରୁଷ। ତେଣୁ ଜଣେ ନାରୀ ତାଙ୍କ କତିକି ଯାଇପାରିବ। ନାରୀ କିଏ ଯିବ ନା ଯିଏ ନାରୀ ହେଇଥିବ। ତେଣୁ ରାମକୁ ତ୍ରିପୁରା ନାମରେ ସୁନ୍ଦରୀ ଥିଲା ଜଗିକି ଦ୍ୱାରପାଳ। ରାମ ତାକୁ ଯାଇ ରିକ୍ୱେଷ୍ଟ କରି କହିବ, ରାମକୁ କହିଲା ତୁମେ ନାରୀ ବେଶ ହେଲେ ଯାଇପାରିବ। ରାମକୁ ସେ ନାରୀ ବେଶ କରିକି ନେଇକି ଗଲା। ଯେତେବେଳେ ନାରୀ ବେଶ ରାମକୁ କରିକି ନେଇକି ଗଲା, ରାମ ସେଠୁ ଯାଇ ପହଞ୍ଚେ, ନିରାକାର ବିଷ୍ଣୁ ଜାଣିଲେ ଯୋଗ ବଳରେ, ହେଲେ ଇଏ ତ ରାମ ଆଇଛି। ଆଉ କହିଲେ କାହିଁକି ଆସିଲ? ନା ଏଇଆ ଘଟଣା। ନା ଠିକ୍ ଅଛି, ତୁମକୁ ଯିଏ ଗୀତିକା ହେଲା ମୁଁ ତାକୁ ଅଭିଶାପ ଦେବି। କ'ଣ ଅଭିଶାପ ଦେବ? ନା ତୁ ରାମର ରୂପ ମୋହ ଦେଖି ମୋହ ହୋଇକି ତ ରାମକୁ ନାରୀ ବେଶ କରିଛୁ, ତେଣୁ ତୁ ଅଭିଶାପ ଧାରଣ କର ଯେ ତୁ ରାମର ଅଙ୍ଗ ସଙ୍ଗ ହୋଇକି ସବୁବେଳେ ରହିବୁ। ରାମ ତତେ ଛାଡ଼ିବନି, ତୁ ତାକୁ ଛାଡ଼ିପାରିବୁନି। ସେ କିଏ? ନା ହେଉଛି ବୃନ୍ଦାବତୀ। ସେଇଥିପାଇଁ କହିତେ ସତ୍ୟ ଯୁଗ ତୋର ସତ୍ୟବତୀ ନାମ, ଦ୍ୱାପର ଯୁଗ ମାଳତୀ, ତ୍ରେତୟା ଯୁଗରେ ନାମ ତ୍ରିପୁରା, ଏଇ କଳି ଯୁଗରେ ବୃନ୍ଦାବତୀ। ଯିଏ ବୃନ୍ଦାବତୀ ସେ ତୁଳସୀ ନୁହଁ। ତୁଳସୀ ଅଲଗା, ବୃନ୍ଦାବତୀ ଅଲଗା। ଜଳନ୍ଧରକୁ ଯେତେବେଳେ ମାଇଲେ ତା ସ୍ତ୍ରୀ ତୁଳସୀକି କହିଲେ ଯେ ତୁ ବୃନ୍ଦାବତୀ ରୂପରେ ପୂଜା ପାଇବୁ, ତୁ ଏବେ ତୁଳସୀ ହେଇକି ରହିବ ଇଏ ତ୍ରିପୁରା ସୁନ୍ଦରୀ। ଏ 2 ଜଣ ଯାକ ଅଲଗା ଅଲଗା। କିଏ ସମକତ ସମାନ ନୁହନ୍ତି। ଇଏ ହେଉଛି ସେ ଯୁଗର କଥା। ତାପରେ ଯେତେବେଳେ ଆସିଲେ ଦ୍ୱାପର ଯୁଗ, ଦ୍ୱାପର ଯୁଗରେ କ'ଣ କଲେ? ଲଳିତାକୁ ରଖିଲେ ପାଖରେ।
ସେ ସେଇ ତ୍ରିପୁରା ସୁନ୍ଦରୀ, ସିଏ ହେଉଛି ଲଳିତା, ରାଧା ନୁହନ୍ତି। ଫେର ଯେତେବେଳେ କଳିଯୁଗ ହୋଇଗଲା ଲକ୍ଷ୍ମୀକି ରଖିଲେ, ଭୂଦେବୀକି ରଖିଲେ ପାଖରେ, ଲକ୍ଷ୍ମୀ ନୁହନ୍ତି। ବହୁତ ହଁ ଆମେ ଜାଣିବାକୁ ଚାହିଁବା ଏଇଠି ଯୋଉ ଯୋଉ ଚାରି ଯୁଗ ଯୋଉ ଅଛି ସେଟା କେମିତି ନା ଯୋଉ 32 ଅବତାର ଆପଣ ଯୋଉ କହୁଥିଲେ ପୁଣି ଆସିଲା ଚାରି ଯୁଗ ଯୋଉ ଏଠି ଆସିଲା ସେର କାଲକୁଲେସନ କେମିତି କରାଯାଇଛି ସେ ବିଷୟରେ ଜାଣିବାକୁ ଯେତେବେଳେ ମାନବ ଜନ୍ମ ହେଲା, ମାନବ ଜନ୍ମ ଆସିଲା, ମାନବ ଜନ୍ମରୁ ଆମେ ଯୁଗାନ୍ତରିତ ହେଲେ ମଣିଷଠୁ, କାରଣ ଭଗବାନ କହିଛନ୍ତି ମଣିଷ ଦେହ ଦେବେ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ। ମଣିଷ ଠିକ୍ ଜ୍ଞାନ ଥିବାରୁ ମଣିଷକୁ ଚାରି ଯୁଗରେ ବିଭକ୍ତ କରାଗଲା। ଯେତେବେଳେ ଜନ୍ମ ହେଲା ଗୋଟିଏ ଯୁଗ, 18 ବର୍ଷରୁ 40 ବର୍ଷ ଗୋଟିଏ ଯୁଗ, 40ରୁ 60 ବର୍ଷ ଗୋଟିଏ ଯୁଗ, 60ରୁ 80 ବର୍ଷ ଗୋଟିଏ ଯୁଗ। ସତ୍ୟ ଦ୍ୱାପର ତ୍ରେତୟା କଳି, ମଣିଷଠି ରହିଲା ଚାରିଟା ଯାକ ଯୁଗ। ଯୁଗ ବୋଲି କିଛି ନାହିଁ ଚାରିଟା, ଆମର ପ୍ରମାଣ ଆସୁଛି ଯୁଗ ଚାରିଟା, ଯୁଗ ନାହିଁ। ଆପଣଙ୍କ ମତେ ଆପଣ ଯୁଗ ସଇଲା। ଆପଣ ଏଇଟା ତ ପିଣ୍ଡ ତତ୍ତ୍ୱରେ ବୁଝେଇଲେ, ଆମେ ଚାହୁଁଛୁ ଏଇଟା ହଉଛି ବ୍ରହ୍ମାଣ୍ଡ ତତ୍ତ୍ୱରେ ଆମେ ବ୍ରହ୍ମାଣ୍ଡ ତତ୍ତ୍ୱ, ବ୍ରହ୍ମାଣ୍ଡ ଭୂଗୋଳକୁ ଯାଏ ଏଇ ତତ୍ତ୍ୱ ଅଛି, ପିଣ୍ଡ ତତ୍ତ୍ୱକୁ ଯାଏ ଏଇଆ ଅଛି, ଶରୀର ତତ୍ତ୍ୱକୁ ଯାଏ ଗୋଟିଏ ଜିନିଷ ଅଛି। ଅର୍ଥ ଅଲଗା ଅଲଗା, ଅର୍ଥ ସମସ୍ତେ କଲେ ଅଲଗା। ଜଗନ୍ନାଥ ଦାସ ଦେଖିଲେ ନମଇ ନୃସିଂହ ଚରଣ ଅନନ୍ତି ପରମ କରଣ, କିଏ ହେଲା ନମଇ କମଳ ଲୋଚନ, କିଏ ଲେଖିଦେଲା, କିଏ ସିଏ ଅମକ ଲେଖିଦେଲା, କିନ୍ତୁ ଲେଖିଦେଲେ ସବୁ ଅଲଗା ଅଲଗା। କିନ୍ତୁ ବହିର ଅର୍ଥ ହେଲା ଗୋଟିଏ ଭାଗବତ। ବହି ନା ଭାଗବତ, ତେଣୁ ଲେଖା ହେଉଛି ଅଲଗା। ତେଲେଙ୍ଗାନା ଭାଷାରେ ଲେଖା ହେଇଥିଲା ଭାଗବତ, ତାକୁ ଜଗନ୍ନାଥ ଦାସ ଓଡ଼ିଆ ତତ୍ତ୍ୱ ପ୍ରଖାଣ କଲେ। ତାଙ୍କ ମାଆ ଯେତେବେଳେ ଶୁଣିବାକୁ ନ ପାଇଲେ, ପଇସା ନଦେଲା ଶୁଣି ପାରିଲେ, କିନ୍ତୁ ସେ ତା ମାଆ ପାଇଁ ଜଗନ୍ନାଥ ଦାସ ନିଜେ ଗୋଟେ ଭାଗବତ ଲେଖିଲେ। ଜଗନ୍ନାଥ ଦାସ ଲେଖିଥିବା ଭାଗବତ ଆମର ପ୍ରଚାର ପ୍ରସାର ହେଲା, ତେଲେଙ୍ଗାନା ଭାଗବତ ଆମର ପ୍ରଚାର ପ୍ରସାର ହେଲାନି। କନ୍ଦ ପୁରାଣ ଯେମିତି ରହିଲା ଗୋଟେଇ, ତାକୁ ରାମାୟଣ ବାଲ୍ମୀକି ଲେଖିଥିଲେ, ବାଲ୍ମୀକି ରାମାୟଣକୁ ଆଉ ଜଣେ ଲେଖି ତାକୁ ଯେମିତି ଆମକୁ କରିଦେଇଗଲେ, ଆମେ ତାକୁ ପ୍ରସାର ପ୍ରସାର ସେ ନ ଶୁଣି ପାରିବୁ। ସେମିତି ସବୁ ଇଏ ଲେଖିଦେଇଛନ୍ତି ସେମାନେ ଅଲଗା ଅଲଗା। କବି ଲେଖିଛନ୍ତି ବହୁତ ପ୍ରକାର।